ତଳେ ଅଛି ଅଷ୍ଟାଦଶ ଚିହ୍ନ ତାହା ସହ ଯୋଗ ସୂତ୍ର କରଲୋରା ତାନା ତୁ ଯା ସେଇ ଯାହା ପାଦରେ ଅଷ୍ଟାଦଶ ଚିହ୍ନ ଅଛି ସେଇ ମାରିବୁ। অষ্টাদশ চিহ্ন কাহা যে তু তার সহযোগ নিয়ে আচ্ছা যাহা পাদের অষ্টাদশ চিহ্ন তবে সেই তারি দ্বারা মারিবি যে কোউঠিকি ଯିବୁ ନା ଗୌତମୀ ତୀର୍ଥ ଗୋଦାବରୀ ତୀର୍ଥକୁ ଯା ଦଣ୍ଡକାରଣ୍ୟରେ ରହିବୁ। আরে সেটা পারাগণ ଆଜ୍ଞା ସେଇଦିନ ଠାରୁ ଦଣ୍ଡକାରଣ୍ୟରେ ଯାଇ ପହଞ୍ଚିଗଲା ସୁପର୍ଣ୍ଣକା। ସୁପର୍ଣ୍ଣକା ଜଗି ବସିଛି କୋଉ ପୁରୁଷ ଆସିବ ଗୌତମୀ ତୀର୍ଥକୁ। ସେ ଗୌତମୀ ତୀର୍ଥକୁ ଆସିଲା ବେଳେ ଅଷ୍ଟାଦଶ ଚିହ୍ନ ତାର ଥିବ। কাহা পাদরে দেখিবি ଦେଖନ୍ତୁ ଆଜ୍ଞା আহা ଜଗି ବସିଲା ବେଳେ ରାମ ଲକ୍ଷ୍ମଣ ସୀତା ଆସିଛନ୍ତି ବନବାସ କଥା ଆସିଲା ବେଳେ ଗୌତମୀ ତୀର୍ଥ ଗୋଦାବରୀ ତୀର୍ଥରେ ସ୍ନାନ କରି ଆସିଲା ବେଳେ ରାମଙ୍କ ପାଦ ତଳେ 18ଟା ଚିହ୍ନ ପାଦରେ ବାଲୁକା ସଜ୍ଜାରେ ପଡ଼ିଛି। କୃଷ୍ଣଙ୍କ ପାଦରେ 18, ରାଧାଙ୍କ ପାଦରେ 19, ସୀତାଙ୍କ ପାଦରେ 19 ଚିହ୍ନ। ଆପଣ তো সকালে পার্লারে বুলিলে কেতেলে গণুথলে ଦେଖିଲେ ସୁପର୍ଣ୍ଣକା ଦେଖିଦେଇ ଆସିଲେ। ହଁ ମୁଁ କହୁନି ଆପଣଙ୍କର ଜାନକୀ ବଲ୍ଲଭ ବିଳାସ ଗୋକୁଳାନନ୍ଦ ପଟ୍ଟନାୟକ ଛାନ୍ଦବଦଟିଆ রামেশ্বর ঘর କହିଲେ ଏତୁ ଅନନ୍ତରେ ଧୀରେ ଦିନେ ଗୋଦାବରୀ দিনে গোদাবরী তীরে সুপর্ণ খাবুলু ଥିଲା পেটে দেখিলা হে পদ চিহ্ন ମାନବାର অনুসরি গলে তীরে ভলা অনুসরি গলা তীর ଅନ୍ତରାଳେ রহি লুচি দেখাই হে ସୁପର୍ଣ୍ଣକା ଦେଖିଦେଇ ରାମଙ୍କ ପାଖକୁ ଆସିଲା କହିଲା ମୁଁ ତମକୁ ବିବାହ କରିବି। এইটি যুবক ଏଣେ ରାମଚନ୍ଦ୍ର ମନା କଲେ ଭାଇ ଲକ୍ଷ୍ମଣ ପାଖକୁ ପଠା। ତମ ଭାଇ କୋଉଠି ଅଛି କହିଲେ ହେଇଠି ଭାଇନା ବସିଛନ୍ତି ତୁ ଭାଇ ପାଖରେ ତମ ଭାଇ ବିଭାଇନି ଆରେ ଯାଉନୁ ତାର ବାମ ଲୋଚନା ସଙ୍ଗତି ନାହିଁ ତାହାର ହେଇଯା କହିଲେ ବକ୍ରା କି ଅନୁଜ ନାହିଁ অনুজে চা বক্রাখি অনুজে নাহি অনুজে চা বুধ সেব আজ্ঞা বুধ সেব আজ্ঞা বহ ওইব না নাহি ওইব না ତମ ଭାଇ ପଠେଇଛନ୍ତି ତମ ଭାଇ ବିଭାଇନି କହିଲେ ମୋ ସାନ ଭାଇ ପାଖକୁ ଯା ମୁଁ ତମକୁ ବିଭା ହଁ ଆସ ଆମକୁ ଲକ୍ଷ୍ମଣ କଣ କହିଲେ କହିଲେ ବସ ରାତ୍ର যোগী প্রায় নিদ্রা কুতেজি ভোলারে কুতেজি বাহুড়ারে বারঙ্গনা মতে নভজি ରାତି ସାରା ତ ଉଜାଗର ରହୁଛି ଖାଉନି କି ଶୋଉନି ଆଉ ତୁ ମୋ ପାଖରେ ରହିକି କଣ କରିବୁ? ଏମିତି କଣ କଥାବାର୍ତ୍ତା କରୁଛ ମ ତମେ ତ ଭଲ ଆଗେ କହିଲ ଏମିତି ତେଣୁ କାହିଁ ହାର୍ଡ କଥା କହୁଛ ଟିକେ ପାଣି ମିଶେଇ ଦଉନ ଗଲେ ସୁପର୍ଣ୍ଣକା କେଡ଼େ ଲକ୍ଷ୍ୟ ଯାଇକି ଆଜ୍ଞା ରାମଚନ୍ଦ୍ର ଚିଠିଟିଏ ଲେଖିଦେଲେ ଲକ୍ଷଣ ବାବୁ ନାକ ସିରିଦାନ ଯୋଗ୍ୟ ଜୋଷାକୁ ବିହର କାନନ କର ଆଲିଙ୍ଗନ ଚିଠିଟା ଧରି ଯାଇ ରାମଙ୍କ ପାଖରେ ଲକ୍ଷ୍ମଣଙ୍କ ପାଖରେ ପହଞ୍ଚିଲେ। ତମ ଭାଇ ଦେଇଛି ଚିଠି ନିଅ ପଢ ଲକ୍ଷ୍ମଣ ପଢିଦେଲେ କହିଲେ ଇଏ ହସୁଛି କଣ? ଆସୁନା ଅର୍ଥ ଟିକେ କରେ। ଆସ କହୁନା ଟିକେ କୁହ କହିପାରେ ନା ସହିପାରେ ନା କହିପାରେ ନା ସହିପାରେ ଶୁନା ଏ ଆସ ଏ କହୁନା ମୁଁ ମନା କରିଦେଲି ମୋର କମି ଯାଉଛି ଠିକ ଏଇ ସମୟକୁ ଏଇ ଗୀତଟା ଫିଟ୍ ହେଇଛି କଣ ମ ତମ ଭାଇ ପରା ପତ୍ର ଲେଖି ପଠେଇଛନ୍ତି ବାବୁ ନାକ ସିରିଦାନ ଯୋଗ୍ୟ ଜୋଷାକୁ ଚିନ୍ତା କରୁଛି ସୁପର୍ଣ୍ଣକା ଇଏ ମତେ ବାବୁ ରେ ବାବୁ ଲକ୍ଷ୍ମଣ ନାକ ଯେ କି ସ୍ୱର୍ଗ ସିରି ସମ୍ପତ୍ତି ଏ ନାରୀକୁ ଗ୍ରହଣ କରିବା ଯାହା ସ୍ୱର୍ଗର ସମ୍ପତ୍ତିକି ଗ୍ରହଣ କରିବା ସେ ଇଏ ସୁପର୍ଣ୍ଣକା ଅର୍ଥ କରୁଛି ରହ ବିହର କାନନ କର ଆଲିଙ୍ଗନ
କାନନରେ ବିହରଣ ଆଲିଙ୍ଗନ ପୂର୍ବକ ବିହରଣ କର। ସୁପର୍ଣ୍ଣଖା ଅର୍ଥ କଲା, ଭାଇ ପାଖକୁ ଭାଇ ଚିଠି ଦବ, ଅର୍ଥ ବୁଝିପାରିବ? ଦେଖନ୍ତୁ ଆଜ୍ଞା, ଭାଷାର କି ଶବ୍ଦ ସଂଯୋଜନା ରହିଛି। କିନ୍ତୁ ଲକ୍ଷଣ ଅର୍ଥ କଲେ କଣ କହିଲେ? ବାବୁ ନାକ ସିରି ଦାନ ଯୋଗ୍ୟ ଜୋଷା। ରେ ବାବୁ ଲକ୍ଷଣ ନାକ, ନାକ ସିରି ସୌନ୍ଦର୍ଯ୍ୟ, ନାକ ସିରି ଦାନ କାଟି ଦଉ ଯୋଗ୍ୟ ଜୋଷାକୁ। ଏ ଯୋଗ୍ୟ ଜୋଷାର ଉପଯୁକ୍ତ ଦଣ୍ଡ ହଉଛି, ଦାନ ହଉଛି ନାକ, କାନ, ନାକ ବିହର କାନ, କାନକୁ ବିହରଣ କରି ବିହର କରିଦଉ, କାଟିଦଉ। ନ କରି ଆଲିଙ୍ଗନକୁ, ଆଲିଙ୍ଗନ ନ କରିବ ଛାଡ଼ିଦେଲା। ଆଜ୍ଞା ଧରିଲା, କହିଲା ହଁ ଭାଇ ତ ଲେଖିଛନ୍ତି ଠିକ, ଅସ୍ତ୍ରଟା ଏ ବୋଉ ତମକୁ କାଇଦା ଜଣା, ପ୍ରେମ ଭଲ ଜଣା। ଲକ୍ଷଣ ଆଗ କେଶକୁ ଧରିଲେ, ଏଇଟା ଫାଷ୍ଟ ଟାଇମ୍ ମୁଁ ନା ଆଉ କିଏ ଅଛି ଆପଣ? ଚୁଟିକି ଧରିଲେ, ଆହୁରି ହସିଲା ସୁପର୍ଣ୍ଣଖା, ଆହୁରି ହସିଲା। କାହିଁକି ହସିଲା? ଲକ୍ଷଣ ଆରମ୍ଭ କଲେଣି, ସେ ହସୁଛି। ବଢିଆ, ଭଲ ଲାଗୁଛି ମତେ। ତମ ହାତ କଣ କଲେ ବାଳ ଧରୁ ବିଚାରିଲା ଏ କହନା କହନାରୀ ଭଲାରେ ଭଲା କହନା କହନାରୀ ଭଲାରେ ଭଲା କହନା କହନାରୀ। ବାଳ ଧରୁ ବିଚାରିଲା କର୍ଣ୍ଣାଟକ। କଲେ ବନ୍ଧ ସଂଯୋଗ ନାୟକ କୁନ୍ତଳା ଧରି ଭଲାରେ ଭଲା କୁନ୍ତଳା ଧରି ଭଲାରେ ଭଲା କୁନ୍ତଳା ଧରି। ଇଏ ବୋଧେ କର୍ଣ୍ଣାଟକ ଦେଶୀୟ ପୁରୁଷ ନାରୀ ମାନେ ପ୍ରତି ରତି କରିବା ପୂର୍ବରୁ ଆଉ କେଶ କେତେ ପ୍ରକାର ପ୍ରେମ ଜଣା ଅଛି। ଏଇଟା ପ୍ରେମ ଋତୁ ନୁହଁ ମ। ଦେଖନ୍ତୁ, ଧଇଲେ ଚୁଟିକି ଧରିକି ତଳେ ପକେଇଲେ। ଏଟା ମନେ ରଖିଥିବେ, ଯୋଉଦିନ ନାରୀର ଚୁଟି ଟିକି ଧରିଦେବେ, ତିନିଟା ଜିନିଷକୁ କେବେ ସ୍ପର୍ଶ କରିବେନି ନାରୀ। ପ୍ରଥମ ହଉଛି କେଶ, କେବେ ଚୁଟିକି ଗଭାକୁ ଧରିବେନି। ଯୋଉଦିନ ଧରିଦେବେ ସେଦିନ ଧ୍ୱଂସ ହେଇଯିବ। ଆଜି ଦେଖିଲେ ଆଜ୍ଞା, ଧରିଦେଲେ, ଧରି ଦେଇ ତଳେ ପକେଇଦେଲେ। ଯେତେବେଳେ ଭୂତଳରେ ପକେଇ ଦେଇଛନ୍ତି ଆହୁରି ଖୁସି ହେଇଗଲା, ଆହୁରି ଖୁସି ହେଇଗଲା। କହିଲା ଏଥର ପ୍ରୀତି କରିବେ। ବାହାର କଲେ ସାଏ ତୀକ୍ଷ୍ଣ ସର ବାହାର କଲେ, କାଟିଲେ। କଲେ ବିଚ୍ଛେଦନା ଶାସ୍ତ୍ର ବଣ ଦୀର୍ଘେ ରଟିଲା ଭଲାରେ ଦୀର୍ଘେ ରଟିଲା ବିଧାତୁ ସିଂହ ତିନି ଲକ୍ଷ ହଟିଲା। ନାକ କାଟି ଦେଇଛନ୍ତି, କାନ କାଟି ଦେଇଛନ୍ତି, ଛାଡି ଦେଇଛନ୍ତି, ପଳେଇଲା ରାମ ପାଖ। ଆପଣ ପରୀକ୍ଷା କରନ୍ତୁ ମୁଁ କହିବାଟା ଠିକ ନା ଭୁଲ। ସୁପର୍ଣ୍ଣଖା ଦାୟୀ କି ନାହିଁ ଦେଖ। ଆଚ୍ଛା, ରାମଚନ୍ଦ୍ର ଲକ୍ଷ୍ମଣ କାଟିଲେ, ରାମଚନ୍ଦ୍ର ଆଦେଶ ଦେଲେ। ଭାଇ କି କଣ କହିଲା? କହିଲା ବିନାଶନା ଶାସ୍ତ୍ର ବଣ ସୁପର୍ଣ୍ଣଖା ପ୍ରବେଶ ଲଙ୍କାର ଭଲ ପ୍ରବେଶ ଲଙ୍କାର ବୃକ୍ଷ ପାଟଳିରୁ ଫୁଲ ଝଡ଼ି ଉଡ଼ି ଯାଉଛି ଟିକିର। ତତେ ଏଇ କଥା କିଏ କଲା ଲୋ ଭଉଣୀ? ନାକ କାନ କିଏ କାଟିଛି? ଭାଇ କାଇଁ କହୁଛୁ? ତୁମରି ପାଇଁ ଏତେ ଅବସ୍ଥା ମୋର ହେଇଛି ରେ ଭାଇ। ଚେଞ୍ଜ କରିଦେଲା। ରହ, ଦେଖନ୍ତୁ ରାମାୟଣ ଚେଞ୍ଜ କରିଦେଲା କଥାଟା। କଣ ଚେଞ୍ଜ କଲା? କେଡ଼େ ବୁଦ୍ଧିମତୀ ସୁପର୍ଣ୍ଣଖା। କହୁନି ଯେ ମୁଁ ରାମଙ୍କୁ ବିବାହ ହେବା ପାଇଁ କହିବାରୁ ମତେ କାଟିଛନ୍ତି। ସେ କହିଲା ତୋର ସ୍ତ୍ରୀ ମନ୍ଦୋଦରୀ କି ସୁନ୍ଦରୀ, ତୋ ସୁନ୍ଦରୀ ମନ୍ଦୋଦରୀ ଠାରୁ ଆଉ ଗୋଟିଏ ନାରୀ, ମୁଁ ସେଇ ନାରୀକୁ ଆଣିବା ପାଇଁ ତୋ ସହିତ ବିବାହ କରିବା ପାଇଁ କହିବାରୁ ତା ସ୍ୱାମୀ କେତେ ଗିଫ୍ଟ ଦେବିଲି ଭାଇ ଆଣୁଥିଲି। ଭାଇ କି ସୁନ୍ଦର ମନ୍ଦୋଦରୀ, ତା ପାଖେ ଲାଭ ଯିବ। କାହିଁକି କହିଲା? ଯୋଉ ସୁନ୍ଦରତା ପଣରେ ମନ୍ଦୋଦରୀକୁ ଆଜି ଟେକି ରଖିଛି ମୋ ସ୍ତ୍ରୀ ସୁନ୍ଦରୀ। ଆଜି ସୁନ୍ଦର ପୁରୁଷ ବିଦୁର୍ଜୁଆ ବୋଲି ମୋ ସ୍ୱାମୀକୁ ହାଣିଛି। ଆଜି ସେଇ ସୁନ୍ଦରୀ ଆ ସ୍ତ୍ରୀ ଠାରୁ ସୁନ୍ଦରୀରେ ୟାକୁ ମାରିବି। ଚେଞ୍ଜ କର। ଆଉ ସତ କଥା ନ କହି କହିଦେଲା, କହିଲା ଯା। ସେଇଦିନ ଚାଲିଲା ରାବଣ, ସୀତାଙ୍କୁ ଚୋରି କରି ଆଣିଲା। ସେ ଜାଣିଥିଲା କି ଆଜ୍ଞା? ଦେଖନ୍ତୁ ରାମାୟଣ କଥା, ସୀତାଙ୍କୁ ଚୋରି କରିବାର ତ ରାମ ମାରିଲେ ରାବଣକୁ। କାହା ଯୋଗୁଁ ଚୋରି କଲା? ସୁପର୍ଣ୍ଣଖା। ଯଦି ସୁପର୍ଣ୍ଣଖା ଏତକ ନ କହିଥାନ୍ତା କେବେ ରାବଣ ଯାଇ କି ସୀତା ଚୋରି ହେଇନଥାନ୍ତା କି ରାବଣ। କେତେ ଜଣ ଦାୟୀ ହେଲେ?
ଆଉ ଅଛନ୍ତି ଆଜି ମୁଁ ଆଉ କହିବିନି, ସମୟ ହେଇଗଲାଣି। ଆଉ ମାତ୍ର 2 ଜଣ ଅଛନ୍ତି, 5 ଜଣ ହିଁ ଦାୟୀ ରାବଣ ମରିବା। ଆଉ ଶେଷରେ ରାମ ମାରି ନାହାନ୍ତି, ମା ମାରିଛି, ମାଛକୁ ମାରିଛନ୍ତି। ଏଠି ଥାଉ, ଆଉ ସିଆଡ଼ିକି ଯିବାନି, ଏତିକି ରହୁ। ଆଚ୍ଛା, ପାଲା ଟିକେ ଆପଣ କହିଦେଇଛନ୍ତି ନା କହିବି? କହିଦେବି। କେଉଁ ପାଲାଟା ସଂକଳ୍ପ କରିଛ ନା ଯେକୌଣସି ପାଲାଟେ କହିବି ତ? ହଉ, ମୋତେ ପାଗଳ କଲା, ମୋତେ ପାଗଳ କଲା ଶ୍ରୀରାମ ନାମ। ମୋତେ ପାଗଳ କଲା, ମୋତେ ପାଗଳ କଲା ଶ୍ରୀରାମ ନାମ। ଯେତେ ଭଜୁଥିଲେ ପେଟ ନ ପୁରଇ, ଯେତେ ଭଜୁଥିଲେ ପେଟ ନ ପୁରଇ, ଭଜି ଭଜି ମୋର, ଭଜି ଭଜି ମୋର ଯାଉ ଜୀବନ ଶ୍ରୀରାମ ନାମ। ମୋତେ ପାଗଳ କଲା, ମୋତେ ପାଗଳ କଲା ଶ୍ରୀରାମ ନାମ। ଶୁଣ ସର୍ବେ ବିରାଦରେ ପ୍ରଭୁର କଲାମ। ନିୟତ ହାସିଲେ ହଏ ଭକ୍ତ ହଏ କାମ। ୟାର ଭାଇ ଶୁଣ ସର୍ବଜନ, ସତ୍ୟବୀର ସାହେବର ମହିମା ବର୍ଣ୍ଣନ। ଚମ୍ପାବତୀ ନଗରେ ବସେ ଗଜେନ୍ଦ୍ର ରାଜନ। ଚମ୍ପାବତୀ ବୋଲି ରାଣୀଙ୍କର ନାମ। ଏ ନିସନ୍ତାନ ଯୋଗୁ ରାଜା ବିମର୍ଷ ବାଦନ। କିପରି ପୁତ୍ର ଏ ପାଇବ ବହନ। ନାରାୟଣଙ୍କୁ ଡାକିଲା, ଭଗବାନଙ୍କୁ ଡାକିଲା। ଆଜି ବିବାହ ହବ ନା? ନା ବିବାହ ନାହିଁ, ସଜ ଅଛି? ନାଇଁ ଅଛି କି କ'ଣ? ନହେଲେ ସାରିଦେବି। ହଉ ନାହିଁ, ଯଦି ନାହିଁ କିଛି ଆଜି ମୁଁ କାହିଁକି କହିଲି ଆଜ୍ଞା ସନ୍ତାନ ନାହିଁ? ଭଗବାନ ନାରାୟଣକୁ ଡାକିଲେ, ନାରାୟଣ ଚ୍ୟୁତ ଫଳଟିଏ ଦେଲେ। ଚ୍ୟୁତ ଫଳଟିଏ ପାଇବାରୁ ଆଜି ତାର ସନ୍ତାନଟିଏ ହେଇଛି ଏବଂ ନାରାୟଣ ପୂଜା କରିବା କଥା କହୁଛି। ଆଜ୍ଞା ଆଜି ତା ନାଁଟି ଦେଇଛନ୍ତି ମର୍ଦ୍ଦଗାଜି। ମର୍ଦ୍ଦଗାଜି ଦିନ ଦିନ ବଢିଲା। କହିଲା ଅନରୂପ ଯଥା କାଳରେ କଲେ ନାମକରଣ, କଲେ ନାମକରଣ, ଅଙ୍ଗରେ ଖଞ୍ଜିଲେ ନାନା ଭୂଷଣ ମାନ, ନାନା ଭୂଷଣ ମାନ। ପଡିଲା ଆଜ୍ଞା, ପାଲା କରିବାର ମନେ ପଡିଲାନି, ମନ ଦୁଃଖ ହେଇଗଲା, ପାଲା କରିପାରିଲେ। 1 ବର୍ଷ ଗଲା, 2 ବର୍ଷ ଗଲା, ମନେ ପଡିଲାନି। ନାରାୟଣ ଚିନ୍ତା କଲେ, ଅନନ୍ତ ରୂପ ଧରିଲେ। ଅନନ୍ତ ରୂପ ଧରି ମାୟା କରି ମୋହ କରି ଦଂଶନ କରି ଆସିଲେ। ରାଜା କହିଲା ମୋ ପୁଅ ତ ଚାଲିଗଲା, ନୂତନ କାଷ୍ଟର ସିନ୍ଧୁକ ରାଜା କଲା ନିର୍ମାଣ। ଶ୍ମଶାନରେ ପୋତି ଆସିଲା ପର ପଣ୍ଡିତ ଜନା। ଶ୍ମଶାନରେ ପୋତି ଦେଇ ଆସନ୍ତେ, ନାରାୟଣ ତ କାହାକୁ ମାରନ୍ତେ ନାହିଁ। ଭଗବାନ ଆସିଲେ, କାଠର ସିନ୍ଧୁକରୁ ପୁଅକୁ ଉଦ୍ଧାର କରିଦେଲେ। ଉଦ୍ଧାର କରି ନେଇ ସେଇ ରାଜ୍ୟର ଅଚ୍ୟୁତପୁର ଶାସନରେ ଅଚ୍ୟୁତ ଦାସ ନାମ ବହି ପୁଅକୁ ପାଳନ କଲେ। ମର୍ଦ୍ଦଗାଜିକୁ ପାଳନ କରିଛନ୍ତି। ପୁଅକୁ 12 ବର୍ଷ ହେଇଛି। ପୁଅ ବିଦ୍ୟାଳୟରେ ବିଦ୍ୟାଧ୍ୟୟନ କରି ନାରାୟଣ ପଢ଼ାନ୍ତି। ଏଣେ ଏହି ସମୟରେ ପୁରାଣଟିଏ ଲେଖିଦେଲେ, ତାରି ଘରର କାହାଣୀଟି ଲେଖିଦେଲେ। ଲେଖିଦେଇ କହିଲେ ପୁଅରେ ଯାଅ ଭିକ୍ଷା ମାଗିବ। ଭିକ୍ଷା ମାଗିବାକୁ ଗଲା, ଯାଇ ରାଜାଙ୍କ ଦ୍ୱାରେ ପହଞ୍ଚିଗଲା। ତାରି ଘରେ ପହଞ୍ଚିଗଲା। ବ୍ରାହ୍ମଣ ପୁଅ ହେଇଯାଇଛି ରାଜା ପୁଅ। ଗାମୁଛା ଖଣ୍ଡିଏ ପିନ୍ଧି ଦେଇ ଯାଇ ଭିକ୍ଷା ମାଗୁଛି, ପୁରାଣ ପଢ଼ି ଦେଉଛି। ଯେତେବେଳେ ପୁରାଣଟି ପଢ଼ିଦେଲା, ରାଣୀ ଶୁଣିଦେଲେ ମୋରି ପୁରାଣ କିଏ ଗାଉଛି, ମୋ ଘର କଥା, ମୋ ପୁଅର କଥା କିଏ ପୁରାଣ ଗାଉଛି ବୋଲି ଶୁଣିଦେଇ ରାଜାଙ୍କୁ ଡାକିଲା। ରାଜା କହିଲେ ପୁଅରେ ତୋତେ ଛାଡ଼ିବିନି, ତୋ ବାପା କିଏ? ସେ ନା ମୋ ବାପା ହେଉଛନ୍ତି ଅଚ୍ୟୁତ ଦାସ, ମୁଁ ତାଙ୍କରି। ନା ନା ନା, ତୋ ବାପା ଆସିଲେ ମୋରି ପୁରାଣ ଲେଖିଛନ୍ତି, ମୁଁ ଆସନ୍ତି। ଏହି ସମୟରେ ନାରାୟଣ ଆସି ପହଞ୍ଚିଲେ। ରାଜାକୁ କହିଲେ ରାଜାରେ ତୋ ପୁଅକୁ ମୁଁ ବଞ୍ଚେଇଛି, ନେଇଯା। ପୁଅକୁ ନେ ନାରାୟଣ ପୂଜା କରିଲୁନି ରେ, ପାଲା କରିଲୁନି, ନେଇଯା ନେଇଯା। ପାଲା କରେ, ସତ୍ୟନାରାୟଣ ପୂଜା କରେ ରେ। ତୁ ଭୁଲିଗଲୁ ରେ, ଭୁଲିଗଲୁ, ସମ୍ପତ୍ତି ପାଇକି ଭୁଲିଗଲୁ। ନେଇଗଲା। ନେଲା ବେଳେ ପାଦ ତଳେ ପଡ଼ିଗଲା। କହିଲା କାଠର ସିନ୍ଧୁକ ତିଆରି କରିଥିଲି, ପୁଅକୁ ପୋତିଥିଲି, ଯାହା ଦେଇକି ଦେଖିଲା ବେଳକୁ କାଠର ସିନ୍ଧୁକରେ କିଛି। ଏଣେ ପୁଅକୁ ପାଇ ଆନନ୍ଦ ହେଲା। ନାରାୟଣ ପୂଜା କଲା, ପୂଜା କରିଦେଲା। ଆହା କହିଲା ରାମ ହେ ତୁମେ
ସେହି ରାମ রাম হে তুমি শ্রী রামটি রাম হে ଦଶହରଥା ତମଜ আহা লক্ষ্মণ অগ্রজ দশরথ তমজ লক্ষ্মণ অগ্রজ ପ୍ରଭୁ ଜାନକୀ জীবন বলবসে কি রাম হে তুমি সেই রামটি রাম হে ପ୍ରଥମ ପାଲାଟି ରାଜା କଲା ଜନ୍ମ ନାରାୟଣ ତୁମେ ଦ୍ୱିତୀୟ ପାଲାଟି କରିଲା ଯେପତ ମନୁଷ୍ୟନ ତୃତୀୟ ମର୍ଦ୍ଦଗାଦି ଜନ୍ମ ଚତୁର୍ଥ ମର୍ଦ୍ଦଗାଦି ବିଭାରବର୍ତ୍ତନ ପଞ୍ଚମ ପାଲା ଚତୁର୍ଥ ବିଭାରବର୍ତ୍ତନ ପଞ୍ଚମ ବିଦ୍ୟାଧର ପାଲା ଷଷ୍ଠରେ ମଦନ ସୁନ୍ଦର ହେଲା ସପ୍ତମୀ ସଦାନନ୍ଦ ସୌଦାଗର ଅଷ୍ଟମୀ ନାମ ଖାସିଆର ନବମୀ ଗୁଡ଼ିଆ ଶଙ୍କର ଦଶମୀ ଦୁର୍ଜନ ସିଂହ ପାଲାକାର ଏକାଦଶ ହେରାଚନ୍ଦ୍ର ଦ୍ୱାଦଶ ଉଗ୍ରତର ପାଲା ତ୍ରୟୋଦଶ ବେଲକାଟୁରିଆ ଚତୁର୍ଥ ଲକ୍ଷ୍ମଣ କୁମାର ପାଲା ଦିଆ ପଞ୍ଚଦଶ ପାଲା ଅଭିନ୍ନ ମଦନ ଷୋଳଶ ପାଲାରେ ହରି ସ୍ୱର୍ଗେ ଆରୋହଣ আজ সাংকল্পিক বালকକୁ ঠাকুরে କରିଦେବ ଦୀର୍ঘାୟୁଷ ଏ ତୁମେ ଆଉ ଆସ ଆସ ଗୋଟିଶ୍ୱରରେ ଚାମର ନେବ ଅବଶ୍ୟ ଶ୍ରୀ ରାମଟି ରାମ ହେ କେଡ଼େ ଆନନ୍ଦ ଲାଗିଲା ବଡ଼ ଦାଣ୍ଡ ଏ ଉଚୁଳି ପହଡ଼ିଲା ତୁମେ ଶ୍ରୀ ରାମଟି ରାମ ହେ ଆଉ ହରିବଲ ହୁଳା ହୁଳି ଶବ୍ଦ ହୋଇ ତୁମେ ଶ୍ରୀ ରାମଟି ରାମ ହେ ଆଉ ସାଙ୍କଳ୍ପିକ ପୁଅକୁ ଆଣିବ ଇଏ ଗୀତାରେ ରହି ତୁମେ ସେହି ରାମଟି ରାମ ହେ ତାହା ଚାମର ଦାନ କରିବା ଏ ନାରାୟଣ ପ୍ରଭୁ ରହି